ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଆଜି ଡିସେମ୍ବର ମାସ 4 ତାରିଖ ଗୁରୁବାର। ଚାଲନ୍ତୁ ଦେଖିବା ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ଆଜିର ପ୍ରଥମ ଖବର, ଘୋଷଣା ହେଲା ଯୁକ୍ତ 2 ପରୀକ୍ଷା ସୂଚୀ। ଆସନ୍ତା ଫେବୃଆରୀ 18ରୁ ମାର୍ଚ୍ଚ 21 ଯାଏଁ ହେବ ଯୁକ୍ତ 2 ପରୀକ୍ଷା। ତେବେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ 2ରୁ ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଥିଓରି ପରୀକ୍ଷା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପିଲାମାନଙ୍କୁ ଡିସେମ୍ବର 15 ତାରିଖରୁ ଆଡମିଟ୍ କାର୍ଡ ଦିଆଯିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ଡିସେମ୍ବର 31 ପର୍ଯ୍ୟନ୍ତ ଜାରି ରହିବ ଇ-କେୱାଇସି ପ୍ରକ୍ରିୟା। ଇ-କେୱାଇସି ପ୍ରକ୍ରିୟା ଓ କ୍ଷେତ୍ର ତର୍ଜମା ସମୟରେ 6,83,995 ଜଣ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିପରି 33,128 ଅଯୋଗ୍ୟ ରାସନ କାର୍ଡକୁ ବାତିଲ କରାଯାଇଛି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ 4,747 ଗୋଟି ଜାଲି ରାସନ କାର୍ଡ ଧରାପଡ଼ିଛି। ସେହିପରି ଦ୍ୱିତୀୟରେ କଟକରୁ 2,905 ଗୋଟି ଜାଲି କାର୍ଡ ଧରାପଡ଼ିଛି। ତୃତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା, ଯେଉଁଠି 2,357 ଗୋଟି ଜାଲି ରାସନ କାର୍ଡ ଧରାପଡ଼ିଛି। ପରବର୍ତ୍ତୀ ଖବର, ମନ୍ତ୍ରୀ ଜଗିବେ ଧାନ ମଣ୍ଡି। ରାଜ୍ୟରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଧାନ ମଣ୍ଡି ଉପରେ କଡ଼ା ନଜର ରଖିବା ପାଇଁ ଖୋଦ୍ ମନ୍ତ୍ରୀମାନେ ଦାୟିତ୍ୱ ନେବେ। ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଜିଲ୍ଲାବାରୀ ଦାୟିତ୍ୱ ବଣ୍ଟନ କରିଛନ୍ତି। ଏନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି। ପରବର୍ତ୍ତୀ ଖବର, ଏଆଇ ରୋକିବ ଜଙ୍ଗଲ ନିଆଁ। ବଢ଼ୁଛି ଜଙ୍ଗଲ ନିଆଁ। ଏଆଇ ଜଙ୍ଗଲ ନିଆଁ ରୋକିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଜଙ୍ଗଲ ନିଆଁକୁ ଟ୍ରାକିଂ କରୁଛି ଜିପିଏସ୍। ମାଟିର ଉର୍ବରତା ପାଇଁ ଘଞ୍ଚ ଜଙ୍ଗଲରେ ନିଆଁ ଲଗାଯାଉଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କିଛି ସ୍ଥାନରେ ଆଦିବାସୀମାନେ ଜଙ୍ଗଲରେ ନିଆଁ ଲଗାଇଥାନ୍ତି। ମକର ପରେ ପରେ ନିଜର ଜମିର ଉର୍ବରତା ବଢ଼ାଇବା ପାଇଁ ସେମାନେ ଜଙ୍ଗଲ ପୋଡ଼ିଥାନ୍ତି। ଏବେ ଜିପିଏସ୍ ସିଷ୍ଟମ ଦ୍ୱାରା ନିଆଁକୁ ଟ୍ରାକିଂ କରାଯାଉଛି। ଆଧୁନିକ ଜ୍ଞାନକୌଶଳ ଏଆଇର ବ୍ୟବହାର କରାଯାଇ ଜଙ୍ଗଲ ନିଆଁକୁ ରୋକାଯାଇ ପାରୁଛି ଏବଂ ଶିକାରୀକୁ ମଧ୍ୟ ରୋକାଯାଇ ପାରୁଛି। ଜୀବଜନ୍ତୁଙ୍କ ମୃତ୍ୟୁହାର କମିଛି। ଘଞ୍ଚ ଜଙ୍ଗଲରେ ନିଆଁ କମିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ଜଳ ଦୂଷିତ ହେଲେ ବନ୍ଦ ହେବ ଦରମା। ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ। ନିରନ୍ତର ପରୀକ୍ଷା ନ କଲେ ବନ୍ଦ ହେବ ଦରମା। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଭାଗ ପକ୍ଷରୁ ନଦୀ ଜଳକୁ 3 ମାସରେ ଥରେ ପରୀକ୍ଷା ହେଉଛି। କଳକାରଖାନାରୁ ବର୍ଜ୍ୟବସ୍ତୁ ଆସୁଛି। ନିରନ୍ତର ଭାବେ ନଦୀ ଜଳ ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ଅଧିକାରୀମାନେ ଭୁଲ କଲେ 1 ମାସର ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଡିସେମ୍ବର 4 ଓ 5 ତାରିଖରେ ପୁଟିନ ଭାରତରେ ରହିବେ। ଏଥିସହ ସେ 23ତମ ଭାରତ ରୁଷ ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ। ରୁଷଠାରୁ ଭାରତ ତେଲ କିଣିବାରୁ ଆମେରିକା ପକ୍ଷରୁ ଭାରତ ଉପରେ ଟ୍ୟାରିଫ୍ ଲଗାଯାଇଛି। ଆମେରିକା ଟ୍ୟାରିଫ୍ ଛାଟ ସତ୍ତ୍ୱେ ଭାରତ ରୁଷ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା। ଏସବୁ ଭିତରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତିଙ୍କୁ ନୂଆଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ। ପରବର୍ତ୍ତୀ ଖବର, ରାଜ୍ୟରେ ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବା ଜନିତ ଅପରାଧକୁ ମାଫ କରିଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ୱାସ ବିଲ୍ 2025 ଆଣିଛନ୍ତି। ଏହି ବିଲ୍ରେ 9ଟି ବିଭାଗରେ 16ଟି ଆଇନର ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ 1955ରେ ବ୍ୟାପକ ସଂଶୋଧନ କରି ସମସ୍ତ ଜେଲ୍ ଦଣ୍ଡକୁ ଉଠାଇ ଜରିମାନାରେ ପରିଣତ କରାଯାଇଛି। ଏଥିରେ ମୁଖ୍ୟତଃ 5,000ରୁ 75,000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଲେ ଜୁଆ ଖେଳାଳି ସଂସ୍ଥାଙ୍କ ଅପରାଧ ମାଫ କରିବା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଜୁଆ ଖେଳିଲେ ଯେଉଁ 1 ମାସରୁ 6 ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା, ତାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି। ପରବର୍ତ୍ତୀ ଖବର, ଆଦିବାସୀ ଛାତ୍ରଛାତ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର। ଚଳିତ ଶିକ୍ଷାବର୍ଷରେ ଅନ୍ୱେଷା ଯୋଜନାରେ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମ ଲେଖା ହୋଇନାହିଁ। ଏହାକୁ ନେଇ ବିରୋଧୀ ଦଳ ବିଧାୟକମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେମାନେ ଅଭିଯୋଗ କରିଥିଲେ ଯେ ଆଦିବାସୀ ଦଳିତ ପିଲାମାନଙ୍କର ବିକାଶ ସରକାର ଚାହୁଁନାହାନ୍ତି। ଡବଲ ଇଞ୍ଜିନ୍ ସରକାର ସେମାନଙ୍କ ଉତ୍କୃଷ୍ଟ ଶିକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି। ଅନ୍ୱେଷା ଯୋଜନାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଗଭୀର ଷଡ଼ଯନ୍ତ୍ର ଚାଲିଛି ବୋଲି ବିରୋଧୀ ନେତାମାନେ କହିଛନ୍ତି। ପରବର୍ତ୍ତୀ ଖବର, କୋହଲିଙ୍କ ପୁଣି ଦମଦାର ଶତକ। ରାଞ୍ଚି ପରେ ରାୟପୁରରେ ଗର୍ଜିଲା କିଙ୍ଗ କୋହଲିଙ୍କ ବ୍ୟାଟ୍। ରାୟପୁରରେ କୋହଲିଙ୍କ ଦମଦାର ଶତକ। ମାତ୍ର 90 ବଲ୍ରେ ଶତକ ହାସଲ କରିଛନ୍ତି କୋହଲି। ଦିନିକିଆ କ୍ୟାରିୟରରେ 53ତମ ଶତକ ଅର୍ଜନ କରିଛନ୍ତି ବିରାଟ। ତାଙ୍କର ଏହି ଶତକୀୟ ଇନିଂସରେ 7ଟି ଚୌକା ଓ 2ଟି ଛକା ରହିଛି। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆରେ ବି ଶତକ ହାସଲ କରିଥିଲେ କୋହଲି। ଏହି ସିରିଜରେ ତାଙ୍କର ଏହା ଦ୍ୱିତୀୟ ଶତକ। ପରବର୍ତ୍ତୀ ଖବର, ପାନ ଛେପ ପକାଇଲେ
12,000 ଜରିମାନା। ଲଣ୍ଡନର ବ୍ରେଣ୍ଟ କାଉନସିଲରେ ଯେଉଁ ତଥ୍ୟକୁ ସାମ୍ନାକୁ ଆସିଛି ତାହା ବୋଧହୁଏ ପ୍ରତିଟି ନାଗରିକଙ୍କ ମୁଣ୍ଡ ନୁଆଇଁ ଦେଲା ଭଳି କଥା ହେବ। କାଉନସିଲ କହିଛି ଯେ ପ୍ରତିବର୍ଷ ସେଠାକାର ଦୋକାନ, ଫୁଟପାଥ ଏବଂ କୋଠାକୁ ସଫା କରିବା ପାଇଁ 30,000 ପାଉଣ୍ଡରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ଏତେ ଟଙ୍କା ଖର୍ଚ୍ଚ ହେବା ପରେ କୌଣସି ଅଳିଆ ନୁହେଁ ବରଂ ପାନଛେପ ଏକ ବଡ଼ ଭୂମିକା ରହିଛି। ଦକ୍ଷିଣ ପୂର୍ବ ଏସୀୟର କିଛି ଅଂଶରେ ବ୍ୟାପକ ଭାବରେ ରାସ୍ତାରେ ପାନଛେପ ପକାଯାଉଛି। ବ୍ରେଣ୍ଟ କାଉନସିଲର ସରକାରୀ ୱେବସାଇଟରେ ସେୟାର କରାଯାଇଥିବା ଏହି ସଂଖ୍ୟାଗୁଡ଼ିକ ସମସ୍ୟାର ଗମ୍ଭୀରତାକୁ ଦର୍ଶାଉଛି, ଯାହାଦ୍ୱାରା ଲୋକପ୍ରିୟ ତଥା ଲଣ୍ଡନର ସୁନ୍ଦର ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟରେ କଳାଦାଗ ଲାଗିବା ପରି ପ୍ରତୀତ ହେଉଛି। ପାନ ଖାଇବା ଏବଂ ଛେପ ପକାଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। ତେଣୁ ଲଣ୍ଡନର ବ୍ରେଣ୍ଟ କାଉନସିଲ ଅଧିକାରୀମାନେ ଏବେ ପାନଛେପ ପକାଉଥିବା ଯେକୌଣସି ବ୍ୟକ୍ତିଙ୍କୁ 100 ପାଉଣ୍ଡ ବା 12,000 ଟଙ୍କା ଜରିମାନା ଲାଗୁ କରିବେ। ପରବର୍ତ୍ତୀ ଖବର, ଏହି 6ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ। ତାମିଲନାଡୁରେ ଘୂର୍ଣ୍ଣିଝଡ଼ ଦ୍ୱିତୀୟର ପ୍ରଭାବରେ ଚେନ୍ନାଇ ସମେତ 6ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ରହିଛି। ତାମିଲନାଡୁ ଉପକୂଳରେ ଘୂର୍ଣ୍ଣିଝଡ଼ ଡିଟୋଆ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ଭାରତ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା କରାଯାଇଛି। ରାଜଧାନୀ ଚେନ୍ନାଇର ସ୍କୁଲ ଏବଂ କଲେଜଗୁଡ଼ିକ ସହିତ ତିରୁଭଲ୍ଲୁର ଏବଂ କାଞ୍ଚିପୁରମ୍ ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି। ପରବର୍ତ୍ତୀ ଖବର, ଓକିଲ ସାଜିଥିଲେ ପାକିସ୍ତାନର ଗୁପ୍ତଚର। ଭାରତରେ କରୁଥିଲେ ଓକିଲାତି, ଆଉ ପାକିସ୍ତାନକୁ ଯୋଗାଉଥିଲେ ଗୁପ୍ତ ତଥ୍ୟ। ପାକିସ୍ତାନର ଗୋଇନ୍ଦା ସଂସ୍ଥା ISIକୁ ଦେଉଥିଲେ ଖବର। ଗୁରୁଗ୍ରାମର ଓକିଲ ରିଜୱାନଙ୍କୁ ଗିରଫ କରିଛି ସୁରକ୍ଷା ଏଜେନ୍ସି। ଅଭିଯୋଗ ଅନୁସାରେ ରିଜୱାନ ଭାରତର ଗୁପ୍ତ ତଥ୍ୟକୁ ପାକିସ୍ତାନକୁ ଦେଉଥିଲେ। ପରବର୍ତ୍ତୀ ଖବର, 12,000 ହେବ ଚାଷୀଙ୍କ ଆୟ। ବିକଶିତ ଓଡ଼ିଶାର ପରିକଳ୍ପନା ଭିତରେ ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର। ମାସିକ ଆୟ 2 ଗୁଣାରୁ ଅଧିକ କରିବାକୁ ଅଙ୍କାଯାଇଛି ନକ୍ସା। 2036 ସୁଦ୍ଧା ଚାଷୀଙ୍କ ମାସିକ ଆୟ 12,000କୁ ବୃଦ୍ଧି ପାଇବ। ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରେ ଏଭଳି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ KV ସିଂହଦେଓ, ଯାହାକୁ ନେଇ ଶାସକ ଦଳ ଘେରିଛନ୍ତି ବିରୋଧୀ। ଆଜିର ଶେଷ ଖବର, ଜଙ୍ଗଲରେ ଗୁଳି ବିନିମୟ। ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ମାଓବାଦୀ। 12 ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ଜାରି ହୋଇଥିବା ବେଳେ ଟଳିଛନ୍ତି 12 ଜଣ ମାଓବାଦୀ। ଗୁଳି ବିନିମୟରେ 3 ଜଣ ଯବାନ ମଧ୍ୟ ଶହୀଦ ହୋଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବୁଧବାର ସକାଳୁ ଗୁଳି ବିନିମୟ ଜାରି ରହିଛି। ଦନ୍ତେୱାଡ଼ା ସୀମାନ୍ତ ଗାଙ୍ଗୁଲୁର ଜଙ୍ଗଲରେ ଏନକାଉଣ୍ଟର ଚାଲିଥିବା ବେଳେ ମାଓବାଦୀଙ୍କୁ ଘେରି ରହିଛନ୍ତି ଶତାଧିକ ଯବାନ।